শহীদ বাঘাযতীনଙ୍କ 109তম ସ୍ମୃତି ଦିବସ ଅନୁଷ୍ଠିତ। ବାଘାଯତୀନଙ୍କ ବଳିଦାନ ଓ ଦେଶପ୍ରେମ ଇତିହାସର ବିରଳ। ଆଜି ପୂର୍ବାହ୍ନ 11 ଘଟିକା ସମୟରେ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାଘାଯତୀନ ଉନ୍ନୟନ କମିଟି ଆନୁକୂଲ୍ୟରେ ଶହୀଦ ବାଘାଯତୀନଙ୍କ 19ତମ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କର ମାନ୍ୟବର ମନ୍ତ୍ରୀ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବସେବା ବିଭାଗ ଶ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ ସହିତ ବାଘାଯତୀନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉକ୍ତ ସଭାରେ ମାନ୍ୟବର ସାଂସଦ ବାଲେଶ୍ୱର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବିଧାୟିକା ଶ୍ରୀମତୀ ସୁଭାଷିନୀ ଜେନା, ମାନ୍ୟବର ବିଧାୟକ ବାଲେଶ୍ୱର ଶ୍ରୀ ମାନସ କୁମାର ଦତ୍ତ ଓ ମାନ୍ୟବର ପୌରାଧ୍ୟକ୍ଷା ବାଲେଶ୍ୱର ଶ୍ରୀମତୀ ସବିତା ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବାଲେଶ୍ୱର ଜିଲ୍ଲାପାଳ ତଥା କମିଟିର ସଭାପତି ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଭାପତିତ୍ୱରେ ଏହି ସଭାଟି ଆୟୋଜନ କରାଯାଇଥିଲା।